आज हेउछि पवित्र हनुमान जयंती एवं पणा संक्रांति। ଏହି ଅବସରରେ ପୁରଠୁ ପଲ୍ଲୀ ଗାଁଠୁ ସହର ସବୁଠାରେ ଭଗବାନ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ସହ ଲୋକମାନେ ଓଡ଼ିଆ ନବବର୍ଷ ପାଳନ କରୁଛନ୍ତି। ମୋ ଭଲ ପାଇବା ହେଲେ ମୋ ସ୍ୱାମୀ ଯେତେବେଳେ ମେଡ଼ିକାଲ ପଡ଼ିଥିଲେ ମୁଁ ସେତେବେଳେ ବାବାଙ୍କୁ ମାନସିକ କରିଥିଲି। ଆକ୍ସିଡେଣ୍ଟ ହେଇଥିଲା। ମୁଁ ତ ବାବାଙ୍କୁ ସବୁବେଳେ ଡାକେ ଆଉ ତାଙ୍କର ଆଶୀର୍ବାଦ ଥିଲା। ତାଙ୍କୁ ମାନସିକ କଲି 108 ଦୀପ ଜାଳିବି ମୋ ସ୍ୱାମୀଙ୍କ ଦେହ ଭଲ କରିଦିଅନ୍ତୁ। ଆଉ ତାପରେ ମୁଁ ଦୀପ ସବୁ ବର୍ଷ ପଣା ସଂକ୍ରାନ୍ତିରେ ଦୀପ ଜାଳିବି। ମୁଁ ତ ବାବା ତ ସବୁବେଳେ ଅଛନ୍ତି ମୋ ପାଖରେ। ଯେତେବେଳେ ଡାକିଲେ ଦୁଃଖ କଷ୍ଟ ସବୁବେଳେ ଅନେଇଛନ୍ତି। ମୁଁ ଦିନମାନ ତ ସକାଳୁ ଆଗେ ଘରର କାମ ସାରିଲି, ଘରର ହୋମ କଲି, ଦାନରେ ପଣା ଦେଲି, ତାପରେ ସବୁ ନିତ୍ୟକର୍ମ ସାରି ସୁରାକି ଆସିକି ଏଠି ବାବାଙ୍କୁ ପୂଜା ପାଠ କରିକି ଦୀପ ଲଗାଉଛି। जवमारुततुल्यवेगं जितेन्द्रियं बुद्धिमतां वरिष्ठं वातात्मजवानरजुत्थमुख्यं श्रीरामदूतं शरणं प्रपद्ये। आज महाविषुव पणा संक्रांति। आज दिन रे श्री हनुमान जी ए धराधाम रे जन्म ग्रहण करथिले। त्रेता युग रे प्रभु श्री रामचंद्रंकर सेवा रे निजको उत्सर्ग करथिले एवं अंतिम समय रे द्वापर त्रेता युगर लीला शेष करी रामचंद्र जेतेबेले यह लीला शेष करथिले सेतेबेले हनुमान जी तांको पाखरे थिले एवं हनुमान जी कहिथिले जे प्रभु आपण तो लीला शेष कले आपण तो पळै जिवे मु भी आपनको संगे रे जिवे। ଏହି ଅବସରରେ କଟକର ବିଭିନ୍ନ ସ୍ଥାନରେ ଥିବା ହନୁମାନ ମନ୍ଦିରରେ ସକାଳ 4ଟାରୁ ପ୍ରଭୁ ହନୁମାନଙ୍କ ପହଡ଼ ଫିଟାଯାଇ ମଙ୍ଗଳ ଆଳତି କରାଯାଇଥିଲା। ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହାତରେ ଅର୍ଘ୍ୟ ଦୀପ ଓ ପାଟିରେ ରାମ ନାମ ନେଇ ଭକ୍ତମାନେ ନିଜ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ଆଜି ଏହି ପବିତ୍ର ଦିନରେ ପରିବାର ଏବଂ ସମାଜର ମଙ୍ଗଳ କାମନା ନିମିତ୍ତ ହନୁମାନଙ୍କ ପାଖେ ଶ୍ରଦ୍ଧାଳୁମାନେ ପ୍ରାର୍ଥନା କରିଛନ୍ତି। प्रथम तो मुझे समस्त हार्दिक अभिनंदन दूसरी ओडार आमर ओडिया नववर्ष बोली बहुत सुंदर भाव पालन होमर सेक्टर 3 मंदिर मान आम महानदी गोटे गर्व आम अनुभव करुचे ये आम गोटे पंचमुखी हनुमान मंदिर अच्छे गोटे पवित्र स्थान। तो जमी पालन करा ओडिया घर जो मैंने समस्त जमी पालन करती आम सेमती पालन कर आज्ञा बहुत निश्चिंत आ हनुमान चालीसा जो आप प्रतिदिन पढ़े आपंकर कौन असुविधा हेनी निश्चिंत से प्रभु आपको रक्षा करेंगे। कटकरू आरित कुमार महापात्रଙ୍କ रिपोर्ट खबर ओडिशा।